কিন্তু ତା ଭିତରେ ଗୋଟେ ଗଭୀର ଅର୍ଥ ଅଛି, ବୁଝିପାରିବେ? ସୂର୍ଯ୍ୟ ଉଦୟ ହେଲେ ବାହାରର ଦ୍ରବ୍ୟ ଦେଖାଯାଏ। ସୂର୍ଯ୍ୟ ଉଦୟ ହେଲେ ବାହାରର ଅନ୍ଧକାର ଦୂର ହେଇ ବସ୍ତୁ ଦର୍ଶନ ହୁଏ, କିନ୍ତୁ ତା ଦ୍ୱାରା ମୋର ଲାଭ ହେଲାନି। ମୋ ଭିତରେ ଯୋଉ ଅଜ୍ଞାନ ଅଛି, ହିଂସା, ଦ୍ୱେଷ, ପରଶୀକାତରତା, ଅନ୍ୟାୟ, ଅତ୍ୟାଚାର, ପରଧନ, ଲୁଣ୍ଠନ ରୂପକ ଅନ୍ଧାର ଅଛି, ତାକୁ କିଏ ନଷ୍ଟ କରିବ? କେଉଁ ସୂର୍ଯ୍ୟ? ଏଇ ଗୁରୁଜୀ ଗୁରୁମା ମାନଙ୍କର ଜ୍ଞାନ ରୂପକ ସୂର୍ଯ୍ୟ ମୋ ଭିତରେ ଥିବା ପାପକୁ ନଷ୍ଟ କରିବ। ବୁଝୁଛନ୍ତି ତ? ସୂର୍ଯ୍ୟ ଉଦୟ ହେଲେ ବାହାରର ଅନ୍ଧକାର ଯାଏ, କିନ୍ତୁ ଭିତର ଅନ୍ଧକାର ଯାଏନି। ଇଏ ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ହିଂସା ଦ୍ୱେଷ ଅଛି ନା ନାହିଁ? ଯୋଉଦିନ ଗୁରୁଜୀ ଗୁରୁମା ମାନଙ୍କର ଜ୍ଞାନ ରୂପକ ସୂର୍ଯ୍ୟ ମୋର ହୃଦୟ ଭିତରୁ ହିଂସାକୁ ଦେବେ, ଦୂର କରିଦେବେ, ସେଇଦିନ କଣ ହବ? ମୁଁ ବାହାରେ ବି ଆଲୋକିତ, ଭିତରେ ବି ଆଲୋକିତ। ଏଠି ଲେଖା ହେଇନା ଶିକ୍ଷା ତୁମକୁ ଆଲୋକକତ କରାଇବି, କୁଶିକ୍ଷା ଅନ୍ଧକାରକୁ ନିଏ। ଠିକ ସେମିତି ଜଣେ ଗୁରୁଜୀ ଗୁରୁମା ଯୋଉଦିନ ଏଇ ଜ୍ଞାନ ଦେବେ, ମୋର ଭାବୁଛି ଭିତରେ ଥିବା ସମସ୍ତ ପ୍ରକାର ଅଜ୍ଞାନ ରୂପକ ଅନ୍ଧକାର ଦୂର ହେଲେ, ଜ୍ଞାନ ରୂପକ ସୂର୍ଯ୍ୟ ଯେତେବେଳେ ପ୍ରକାଶିତ ହେଇଯିବ, ମୁଁ କଣ ଜାଣିପାରିବି, ମୋର ଭୁଲ କଣ ଜାଣିପାରିବି ଏବଂ ଭଲ ହବା ପାଇଁ ଚେଷ୍ଟା କରିବି। ବୁଝଉଛି? ଏହା ହିଁ ଜଣେ ଗୁରୁ ମାର୍ଗ ଦର୍ଶନ କରେ।